ଯେତିକି ପଣ୍ଡିତ ମାନେ ବସିଛନ୍ତି ମୋର ସାର ଇଚ୍ଛା ନାହିଁ କଣ କରିବା ଦି ପଇସା ନବା ପାଇଁ କହୁଛି କ୍ଷମା କରିବ ମତେ ମୋ ଭାଇଟା ପୁରା ଖରାପ ଭାଇ ବନି ଶୁଣୁ ପୁଅ ତୁ ଚୁପ ହେଇବ ଦେଖିବୁ କେମିତି ତୁ କାଲି ଆସିବୁ ଶୁଣ ତୋ ବୋହୁର ଯେତେବେଳେ ପିଲା ହବ ଗର୍ଭ ଧାରଣ କରିବ ଅନ୍ତଃସତ୍ତ୍ୱା ହବ କାଳିଆ ଶୁଣୁ ତୋ ପୁଅକୁ କହିବୁ 5ଟି କଥା ଯୋଗେଇବ ରାମଙ୍କର କଣ ଯୋଗ୍ୟତା ନଥିଲା ତାଙ୍କ ସ୍ତ୍ରୀ ସୀତାଙ୍କ ପାଇଁ 5ଟା କଥା ଯୋଗେଇବାକୁ ନିର୍ବାସନ ଦଣ୍ଡ ଦେଲେ ସେଇଥିପାଇଁ ଶ୍ରୀହର୍ଷ ରାଜା ତାଲିକାରୁ କାଟିଦେଲେ ରାଜା ତ ରାଜା ନଳ ରାଜା ତାଙ୍କ ପରି ରାଜା କାହିଁ ପୁଣ୍ୟ ଶ୍ଳୋକ ନଳ ରାଜା ରାମ କୁଆଡେ ଗଲେ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ଇଏ ଦୁନିଆରେ ରାମଙ୍କର 50ଟା ଠିକ ଥିଲେ 10ଟା ଭୁଲ ଥବ ସୀତାଙ୍କର 50ଟା ଠିକ ଥିଲେ 5ଟା ଭୁଲ ଥବ ମୁଁ କହିବାର ତାତ୍ପର୍ଯ୍ୟ ଗର୍ଭବତୀ ନାରୀ ଯେତେବେଳେ ଗର୍ଭ ଧାରଣ କରିବ ଆହାର ଭିଟାମିନ ଯୁକ୍ତ ଖାଦ୍ୟ ତାକୁ ଦେବା ଉଚିତ କପିଳ ଲେଖିଲେ ଗାଇନିକ ସ୍ପେଶାଲିଷ୍ଟ କଣ କହିବେ କାରଣ ନା ନାରୀ ଯୋଉ ଭିଟାମିନ ଖାଦ୍ୟ ଖାଇବ ସ୍ନେହ ସାର ଜୀବ ସାର ବୀଜ ସାର କଣ ଲୌହ ସାର ABCD ଯେତେ ଯାହା ଅଛି ଖାଇଲେ ସେ ଖାଦ୍ୟର ରସ ଗ୍ରହଣ କରିବ ଗର୍ଭସ୍ଥ ଭ୍ରୂଣ ଖାଲି ଗର୍ଭବତୀ ନାରୀ କି ଖାଇବାକୁ ଦେଲେ ହବନି ମା ତାର ଆଚରଣ ବଦଳିବ ବିହାର ନାଇଁ ତାମିଲନାଡୁ ନବୁ ନା ମୂର୍ଖ ଅପଗଣ୍ଡ ବିହାର କହିଲେ ଭ୍ରମଣ କରିବା ଗର୍ଭବତୀ ନାରୀ ଭ୍ରମଣ କରିବ କୋଉଠି ନଦୀ କୂଳରେ ସମୁଦ୍ର କୂଳରେ ପାର୍କ ନାଇଁ ପାର୍କରେ ଆଜିର ଯୁଗରେ ନାଇଁ ଦରକାର ପୁଅ ଦେବାଳୟକୁ ଯିବ ଆହାର ବିଭୁ କୀର୍ତ୍ତନ ସେ ସେଠି ଭଗବାନଙ୍କୁ ଡାକିବ ପାଲା ଶୁଣିବ ପ୍ରବଚନ ଶୁଣିବ ଭାଗବତ ଶୁଣିବ ଏ ଟେଲିଭିଜନରେ ଲଙ୍ଗଳା ଦୃଶ୍ୟ ଦେଖିବନି ନାରୀ ଯାହା ଦେଖେ ତାର ଛାୟା ପଡେ ଗର୍ଭସ୍ଥ ଭ୍ରୂଣ ଉପରେ ନାରୀ ଯାହା ଶୁଣେ ତା ପେଟର ପିଲା ଶୁଣେ ବୋଲି 1995 ମସିହାରେ ଆମେରିକା ବୈଜ୍ଞାନିକ ମାନେ କଲେ କିନ୍ତୁ ମୁଁ ତାଙ୍କ କଥା ଗ୍ରହଣ କରିବିନି ଆମର ଦ୍ୱାପର ଯୁଗରୁ ସେ କାମ ସରି ଯାଇଛି ସୁଭଦ୍ରା ଗର୍ଭେ ଏ ଥିଲା ଗାୟକ ଗାଇବେ ପାଳିଆ ପାଳି ଧରିବେ ତୁମେ 2ଟା ଅକ୍ଷର ଧରିନା ହାଉ ହାଉ କରି ଧରିଲେଣି କାଇଁ से पालिया मानिया पड़ो 118 टका लेखा नियो से गायक तो बोली पारना कौन हम से एसी रे शोवा व्यस्त भाई ना आस एसी रे शोवा हाँ एसी रे शोकी मो कंठ पकईबी ना सुभद्रा गर्भे ये थिले सेटिंग अलगा जी आपण मैंने पंडित मैंने बस सब शुण सुभद्रा मां गर्भरे थी अभिमन्यु चक्रव्यूह कथा जो आपत्ति कले सुभद्रा अभिमन्यु बखाण अर्जुन बखाणुं गप शुणु शुणु निद हो जाए सत्य जुगे जमती शिव भगवान ब्रह्म ज्ञान शुणु शुणु पार्वती शोई पड़ी त्रेतया जुगर सेमती शोइचंती द्वापर जुगर अभिमन्यु गर्भरे थिला बेले सुभद्रा आगे चक्रव्यूह कथा अर्जुन कहू कहू से प्रवेश कथा शुणा पर शोइथले सेठी हैला अभिमन्यु पई काल मां पेट्रे पिला शुणी नहीं आ तुमे कोन वैज्ञानिक कहूछ अमेरिकार 1995 मसिया मां गर्भरे पिला शुणिला तेणु गर्भवती नारी भल कथा शुणिबे ता पेटर पिला शुणिबो मां गर्भवती नारी की वेद शुणेब है गर्भवती नारी वेद शुणिब यही 5टी कथा जोगैले शीतसु होउछि मुख्य कथा तो स्त्री तो बहु को रखई दउनी रखौछि
ସବୁବେଳେ ଦ୍ୱନ୍ଦ ସେ ଖାଇଲା ସେ ପିଇଲା ସେ ଆ କଲା ତା କଲା ସବୁବେଳେ ଶାଶୁ ବୋହୂର ଦ୍ୱନ୍ଦ ଯୋଉ ପରିବାରରେ ଶାଶୁ ବୋହୂର କଳହ ସେଠି କଣ ତା ଶ୍ୱଶୁରକୁ ଭଲ ଲାଗିବ ନା ତା ପୁଅକୁ ଭଲ ଲାଗିବ ତୋ ଘରେ ତୋ ସ୍ତ୍ରୀ ତୋର ପଡୁନି ତୋ ସ୍ତ୍ରୀର ତୋର ପଡୁନି ତୋ ପିଲାମାନେ ନା ପଟି ଆଉଛନ୍ତି ତାମାନେ ତୋ ସ୍ତ୍ରୀ କଣ କହୁଛି ତୋତେ ଖାଲି କଣ କହୁଛି ଆଉ ରାଗି ବାଡେଇ ଦଉଛି ମତେ ତୋ ସ୍ତ୍ରୀ ତୋ ସ୍ତ୍ରୀ ତୋତେ ବାଡେଇ ଦଉଛି ଥରେ ବାଡେଇଲାଣି ତୋ ପିଲାମାନେ କେହି ବାରଣ କରୁନାହାନ୍ତି ବଡ ପୁଅ ତ ପାଲାକୁ ଯାଉଛି ଘରେ ସେଇଠୁ ସିଏ ଯେତେବେଳେ ଶୁଣୁଛି ତା ବୋଉ ମତେ ବାଡଉଛି ତା ବୋଉକୁ ପାଟି କରିବ ସିଏ ତା ମା ପଟି ଆଇକି ମତେ ବାଡଉଛି ଆଉ ତୋର ଆଦର୍ଶ ପରିବାର ତୋ ସ୍ତ୍ରୀ ବାଡଉଛି ପିଲା ବାଡଉଛନ୍ତି ଏମିତି ଆଦର୍ଶ ପରିବାର କାହିଁ ମୁଁ ଦେଖିନି ମୋର ଦରକାର ନାହିଁ ତୋ ନମସ୍କାର ଯୋଉ ମଣିଷଟାକୁ ତା ସ୍ତ୍ରୀ ବାଡଉଛି ପିଲା ବାଡଉଛନ୍ତି ତା ନମସ୍କାର ମୋର କଣ ଦରକାର ଶୁଣ ଏଇ 5ଟି କଥା ଗୋଟେ ପୁରୁଷ ତା ସ୍ତ୍ରୀ କି ଯୋଗେଇଲେ ଶାରୀରିକ କ୍ଷେତ୍ରରେ ମାନସିକ କ୍ଷେତ୍ରରେ ଯୋଗ୍ୟ ପୁଅ ଜନ୍ମ ନେବ ରାମ ପରି ରାଜା ଯଦି ଏ ବିଶ୍ୱରେ ନାହାନ୍ତି ମୁଁ ରାମକୁ ସମାଲୋଚନା କରୁନି ତାହେଲେ ଗର୍ଭ ଧାରଣ କଲା ବେଳେ ମା ଜାନକୀ ତାଙ୍କୁ କାହିଁ ନେଇକି ଛାଡ଼ିଲେ ଜଙ୍ଗଲରେ ପୁଣି ଲକ୍ଷ୍ମଣକୁ କହିଲେ କୌଶଳରେ ଛାଡ଼ି ଦେଇକି ଆସିବୁ ଲକ୍ଷ୍ମଣ ଠାକୁର ଦେଖିଲେ ମା ଶୋଇ ପଡିଲା ପରେ ଆସିଲେ ସେଇ ଯୋଉ ମା କୁ ଛାଡିବାକୁ ଯାଇଛନ୍ତି ଲକ୍ଷ୍ମଣ ସେ ମା କଣ ଛୋଟିଆ ଖଣ୍ଡେ ମୋ କହିବାର ତାତ୍ପର୍ଯ୍ୟ ଯେତିକି ମା ବସିଛ ଶୁଣ ଗୋଟେ ନାରୀ କି ଗୋଟେ ପୁରୁଷ କୋଉ ଦୃଷ୍ଟିରେ ଚାହୁଁଛି ସେ ନାରୀ ଜାଣି ନବ ଜାଣିପାରିବ ନାଇଁ ହେ ମା ଜାନକୀ ଲକ୍ଷ୍ମଣ ତୁମକୁ କୋଉ ଦୃଷ୍ଟିରେ ଦେଖନ୍ତି ଆପଣ କଣ ଜାଣିନାହାନ୍ତି ସେଦିନ ଆପଣ କଣ କହିଲେ ପାଢୀ ବାବୁ ତୁମେ କହିଲ ସୀତାଙ୍କ ପରି କୂଳବଧୂ ଦୁନିଆରେ ନାହାନ୍ତି ଲକ୍ଷ୍ମଣ ପରି ଦିଅର ଇଏ ବିଶ୍ୱରେ ମିଳିବା ବିରଳ ଯୋଉ ଲକ୍ଷ୍ମଣ ତାଙ୍କ ପାଦର ଅଳଙ୍କାର ବ୍ୟତିରେକେ ଅନ୍ୟ ଅବୟବର ଅଳଙ୍କାର ଚିହ୍ନି ନଥିଲେ ତୁମେ ସେଦିନ ସେ ଲକ୍ଷ୍ମଣଙ୍କୁ କଣ କହିଲ ଯୋଉ ଦିନ ତୁମେ ମାୟା ମୃଗ ମାରିବା ଯୋଉ ସୁନାର ମୃଗକୁ ମାରିବା ପାଇଁ ନିର୍ଦ୍ଦେଶ ଦେଲ ତୁମେ ତ ଜଣେ କୂଳବଧୂ ସାଧାରଣ ଘରର ଝିଅ ନୁହଁ ତୁମେ ହଉଛ ରାଜର୍ଷି ଜନକଙ୍କର କନ୍ୟା ତୁମେ ଶିକ୍ଷିତା ବିଦ୍ୟା ପ୍ରଜ୍ଞା ପଣ୍ଡିତା ଆମେ ସମାଜରେ କଣ ଶିଖିବା ତୁମେ କହିଲ ସୀତାଙ୍କ ପରି ବଧୂ ଏ ଦୁନିଆରେ ନାହାନ୍ତି ମୁଁ ସ୍ୱୀକାର କରୁଛି କିନ୍ତୁ ସୀତାଙ୍କ ଠାରୁ ଏ ନାରୀ କଣ ଶିଖିବେ ସେଦିନ ଯେତେବେଳେ ଜଙ୍ଗଲକୁ ବାହାରିଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଗୋଟିଏ ଦିନ ନୁହଁ ଗୋଟିଏ ବର୍ଷ ନୁହଁ ମଉସା 14 ବର୍ଷ 14 ଯେହେତୁ ରାମ ଯିବେ ଜଙ୍ଗଲକୁ ବାପା ମାଙ୍କଠୁ ବିଦାୟ ନେଲେ ଯେତେବେଳେ କୌଶଲ୍ୟାଙ୍କ ପାଖକୁ ଯାଆନ୍ତି କୌଶଲ୍ୟା ଚମକି ପଡିଲେ ସେ ଜାଣିନାହାନ୍ତି ଯେ ଏମିତି ଅଡୁଆ ହେଇଯାଇଛି ଡାକିଲେ କହିଲେ ରାମ ଆରେ ରାଜଧିବେଶ ଛାଡିକିରି ସନ୍ନ୍ୟାସୀ ବେଶ ତମେ ଜାଣିନ ମା କଣ ହେଇଛି କହ ପିତାଙ୍କର ସତ୍ୟ ହଉଛି କାଲି ସକାଳେ ମୁଁ 14 ବର୍ଷ ବନବାସ ଯିବି ତୁମ ବାପାଙ୍କର କଣ ଏକାଧିକାର ଅଛି ମୋର ନାହିଁ ସେ ନିଷ୍ପତ୍ତି ନେଇଗଲେ ସେଇଠି ରାମ ନମ୍ର ଭାବରେ କହିଲେ କହିଲେ ମା ଏଥିରେ ନିଷ୍ପତ୍ତି ଅଛି ମଝିଆଣୀ ମା କୈକେୟୀଙ୍କର ନୀରବ ରହିଲେ କୌଶଲ୍ୟା କହିଲେ ଠିକ ଅଛି କୈକେୟୀଙ୍କର ଯଦି ନିଷ୍ପତ୍ତି ଅଛି ତାହେଲେ ତୁମେ ଗୋଟେ କାମ କର ବାପା ମତେ ପ୍ରଣାମ କରିବା ପୂର୍ବରୁ ତୁମେ ଆଗ ଯା ମା କୈକେୟୀକି ପ୍ରଣାମ କରିବ हे आदर्श माँ तुम परी माँ विश्व मिलवा विरल जो कैकेयी कूट चक्रांत राम परी योग्य पुओ राजा होता अयोध्या जीवे जंगल को आज समाज में माँ होते काल सर्पिणी हो जाते कौशल्या कहले बाबू राम तुम्हें आग जाओ कैकेयी आशीर्वाद नब से दिन कैकेयी आशीर्वाद नहीं मर्यादा पुरुषोत्तम राम जिते जंगल को बाहरिले माँ जनक नंदिनी जानकी जानकी बाहर पूर्व राम सीता को गोटे पद कथा कही वाल्मीकि रामायण संस्कृत वाल्मीकि रामायण कहीं पंडित कहले अदैव जास्यामि वर्णन शत्रु समीप
मनसा ये शुश्रूषा को में मातु न मिथ्यावादी नंग बजन जेतिकी आपण माने बसिसंती आह्लाद दानकारी श्रोता मालो मो जिभेरे हार हेई नै मु सीता को समालोचना करिवि सीता जगत बंद्या किंतु मो मां विचार कर तुमे कौन शिखिब कौन सी गोटे स्वामी सैन्य विभाग चाकरी कर मालो से जो दीर्घ दिन युद्ध करने को जीवे हाण मुह को जीवे फेरबे कि न फेरबे से कहींपारे धीरे धीरे माँ पाटी कर ना बसिकी शुण गोटे नारीर कर्तव्य कौन तुम्हें सीता कौन शिखब आम पुराण पढ़ुचु गोटे नारी ठार आम नारी समाज कौन शिखब से दिन राम कहले मु अबेलारे जंगल को जाऊची हे सीते तुम्हें मो बापा माँ कि तुम शाशु ससुर सेवा कर कथा कहवा भूल सीता कौन उत्तर देले जानती कहले ना मु तुम सहित जीवी जंगल को निजे विश्वनाथ खुंटिया विचित्र रामायण लिखिं मूर्छी न पारी मु संगते आसिली राम को रूप राम को कांति राम को मूर्छी न पारी से दिन राम को कथा को अमान्य करी शाशु ससुर सेवा को उपेक्षा करी सीता गले पंडित जंगल कौन कहले जानती कहले ये अयोध्या लागिब मते अरण्य स्वामी स्त्री की छाड़ी वर्ष वर्ष धरी विदेश में रोते तुम्हें माँ जनक नंदिनी जानकी कौन कहल राम को जदि मु तुम सहित जंगल को न जाए ये अयोध्या मते जंगल परी लगे आदि आपण सहित जंगल को जाए ये जंगल मते अयोध्या परी लगे से दिन माँ जनक नंदिनी जानकी राम को कथा को रक्षा कले कि शाशु ससुर सेवा कले सेतिकी नुह आउ गोटे कथा शुण माँ जेतबले माँ जानकी बाहरुचंती जीवा पाई जंगल को दुनिया रे माँ अछंती माँ अछंती किंतु लक्ष्मण को माँ परी माँ ना सुमित्रा परी माँ नहीं आजिर समाज रे माँ माने स्वार्थपर परिवार कहीं भांगे मो पुओ केमती भल खाइब मो पुओ केमती भल पिंधिब चलला सेठू जा भितर विवाद घर भांगिला जेतिकी आपण माने बसचंती सुनंतु धीरे धीरे आज्ञा काली आपण प्रथम थाके शिरडी बांटी देते तांकर जो दिन प्रथम थाक से बांटे ना आ मो द्वितीय थाक किंतु बांटे मो कहबार तात्पर्य जे जनक नंदिनी जानकी जेतबेले बाहरिले राम को सहित जंगल को जीवाकू ओहो हो कौन करवा चा बंटा नहले हबनी यारे चा बंटा हेले अड़ुआ किछि अड़ुआ नहीं पियंतु टिके पाटी न कल हैला टिके टिके मा चा पिउथा मो कथा को कान डेरुता जनक नंदिनी जानकी जेतबेले बाहरिले बहु जीव एमिति का मां किए अछि आपण निज पुओ पाई केबे हेले विपद को टाणी नेबे निज पुओ को देखो सुमित्रा केमिति मां सुमित्रा केमिति मां से तो कौशल्या पुओ बहु गले सुमित्रा कौन कहले कवि सम्राट उपेन्द्र भंग वैदेही सभा गोटे पद शुणु कहले बोइले सौमित्रे सब थिबो श्री राम मानस जाने श्री राम मानस जाने ये भलो श्री राम मानस जाने ये विनिद्र सर्व सामरी को विनिद्र सर्व सामरी को हरिबो हरि धनु सारा पानी हे जाउछि सबे मधु जाउछि सबे आलाबी असुर तुरे बाबू
ଖୋଲିଦେବି ଏ କରୁ ରଖିବିନି। ହଁ କାଲି ଆମେ ସବୁ ଖୋଲିବା। ହଁ ତୁ ଚୁପ ହେଇ ବସ। ବୋଉ ଖୋଲିବା। ପୁଅ କେମିତିକା ଶାଶୁ ଶାଶୁ କେମିତିକା ମା ଦୌଡ଼ି ଗଲେ ଡାକିଲେ କହିଲେ ଲକ୍ଷ୍ମଣ ମା ମୋ ପୁଅ ବୋହୂ ଯାଉଛନ୍ତି ଜଙ୍ଗଲକୁ ତୁ ଘରେ ଅଛୁ? ମୁଁ କଣ କରିବି ମା? ଧନୁଷର ଧ ହଁ ତାପରେ ଶୋଇବୁ ନେଇ ରାତିରେ। କାହିଁକି ଶୋଇବିନି ମା? କୋଉ ମା କହିବ ତା ପୁଅକୁ ଶୁଅ ନା? ଖରା ବେଳେ ଯଦି ପୁଅ ନ ଶୋଇଲା କେତେ ଆପଣ ଆଖି ଦେଖେଇବେ? ସୁମିତ୍ରା କହିଲେ ବିନିଦ୍ରେ ହରିବୁ। ହାତରେ ଧନୁଷର ଧରିବୁ, ଧରି ଧନୁଷର ପାଣି। ଏଥିରେ ପୁଅ ସ୍ୱାସ୍ଥ୍ୟ ଠିକ ରହିବ ନା। ବଧୁ ଯାଉଛି ସଙ୍ଗେ, ମୋ ବୋହୂ ଯାଉଛି ସାଙ୍ଗରେ। ଅସୁର ପୁଙ୍ଗେ, ପୁଙ୍ଗେ କହିଲେ ସମୂହ। ହଉ ଯାହା ହଉ ମା କଥାକୁ ରକ୍ଷ କରି ସେଦିନ ବାହାରି ଗଲେ କିଏ? ଲକ୍ଷ୍ମଣ, ରାମ ଆଉ ସୀତା। ଟିକେ ସୀତା ଆଦର୍ଶ ନାୟିକା କେମିତି ବୋହୂ ଆପଣ ଦେଖନ୍ତୁ। ମୁଁ ସୀତାଙ୍କୁ ସମାଲୋଚନା କରୁନି, ଯାହା ଭଞ୍ଜ ଲେଖିଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ କୌଶଲ୍ୟା ଦେଖିଲେ ଯେତେବେଳେ ବୋହୂ ଯାଉଛି ଶାଶୁର କଣ କିଛି ଦାୟିତ୍ୱ ନାହିଁ? ମା ବୋହୂଟିଏ ଯଦି ଭୁବନେଶ୍ୱର ଗଲା ପୁଅ ସହିତ ଆପଣ ଶାଶୁ ହେଇ କିଛି କହିବେ ନାହିଁ? ଆପଣଙ୍କର ଦାୟିତ୍ୱ ନାହିଁ? ଆଜି ସେଇପରି ଯେତେବେଳେ କୌଶଲ୍ୟା ଦେଖିଲେ ମୋ ବୋହୂ ପୁଅ ସାଙ୍ଗରେ ଯାଉଛି ବାହାରି ପଡ଼ିଲେ ଦାଣ୍ଡକୁ। ସୀତାଙ୍କର କର୍ତ୍ତବ୍ୟ କଣ? ତୁମେ କହିଛ ଯୋଗ୍ୟା ବୋହୂ, ସେ ବୋହୂଙ୍କର କର୍ତ୍ତବ୍ୟ କଣ? ଏ ନାରୀ ସମାଜ କଣ ଶିଖିବ ଦେଖିବା। କଣ କହିଲେ? କୌଶଲ୍ୟା ମା ଦେଖିଲେ ପୁଅ ବୋହୂ ଦାଣ୍ଡରେ ଠିଆ ହେଇଛନ୍ତି। ସେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ କହିଲା ବିପିନରେ ଦେଖି ନମା କିଛି ନାହିଁ, କାରଣ ମୁଁ ଏ ଧ୍ୟାନ ଓଡିଶୀ ପୋଡିଶୀରେ ସମୟ ନେଇଛି ଆଜ୍ଞା। କଣ ଦରକାର ସମୟ ନବା? ତେଣୁ ମୋ କହିବାର ତାତ୍ପର୍ଯ୍ୟ ଦେଖନ୍ତୁ। କୌଶଲ୍ୟା ମା ଡାକିଲେ କହିଲେ ଲୋ ମା ବିପିନରେ ଜଙ୍ଗଲରେ ପିନ ଉରଜା ପୃଥିବୀ ଝିଅ ମୋ ପିଲାମାନଙ୍କୁ ଅପୂର୍ବ ଦ୍ରବ୍ୟ ଦେଖି ମାଗିବୁ। ସୀତା ଠାକୁରାଣୀ ଯେତେବେଳେ ନୀରବ ରହିଲେ ରାମ ଖୁସି ହେଲେ। ଆରେ ଯୋଉ ପରିବାରରେ ବୋହୂ ଶାଶୁର ଭଲ ପଡେ ସେଠି ସେ ପୁଅଟା ଆନନ୍ଦିତ ହୁଏ। ଆଉ ଯୋଉ ପରିବାରରେ ଶାଶୁ ବୋହୂର ସବୁବେଳେ ପଡିବ ସେ ପରିବାରରେ ପିଲା ମୁଣ୍ଡ ଠିକ ରୁହେ ନା।